ଆଜି ଆମେ ପ୍ରାଣାୟାମ ବିଷୟରେ କିଛି ଜାଣିବା। ପ୍ରଥମେ ପ୍ରାଣାୟାମ କେଉଁଠୁ ଆସିଛି? ପ୍ରାଣାୟାମ ଏକ ବହୁତ ପୁରାତନ ଭାରତୀୟ ବିଦ୍ୟା, ଯାହାକି ସ୍ୱର ବିଜ୍ଞାନର ଗୋଟିଏ ଅଙ୍ଗ ଭିତରେ ଯାଏ। ସ୍ୱର ବିଜ୍ଞାନ ହେଉଛି ବହୁତ ପୁରାତନ ବିଦ୍ୟା, ଯାହାକି ସାକ୍ଷାତ ପରମେଶ୍ୱର ଶିବ ୟାକୁ ପାର୍ବତୀକୁ ଶିଖେଇଛନ୍ତି ଏବଂ ପାର୍ବତୀ ଶିବଙ୍କୁ ଶିଖଉଛନ୍ତି। ପରସ୍ପରକୁ ଶିଖେଇଛନ୍ତି ହେଲା। ଏହି ସ୍ୱର ବିଜ୍ଞାନର ଗୋଟିଏ ଛୋଟିଆ ଅଂଶ ହେଉଛି ପ୍ରାଣାୟାମ। ପ୍ରାଣାୟାମର ଅର୍ଥ ହେଉଛି ପ୍ରାଣ ଆୟାମ। ଆମର ଯେଉଁ ପ୍ରାଣ ଶକ୍ତି ଅଛି ତାହାକୁ ଆମେ ନିୟନ୍ତ୍ରିତ କରିବାର ପଦ୍ଧତିକୁ ହିଁ ଆମେ ପ୍ରାଣାୟାମ କୁହାଯାଏ। ପ୍ରାଣଶକ୍ତି ମତଲବ ଆମର ଯେଉଁ ଶ୍ୱାସ ପ୍ରଶ୍ୱାସ ଅଛି ତାକୁ ଆମେ କେମିତି ବିଧିବଦ୍ଧ ଭାବରେ ତାକୁ ଆମେ କେମିତି ଏକ ନିୟନ୍ତ୍ରିତ ଭାବରେ ନେବା, ଯାହାକି ଆମର ସର୍ବାଙ୍ଗୀନ ବିକାଶ ହେବ। ଏହା ହେଉଛି ପ୍ରାଣାୟାମର ମୁଖ୍ୟ ଉଦ୍ଦେଶ୍ୟ। ତ ପ୍ରଥମେ ପ୍ରାଣାୟାମ କରିବା ପୂର୍ବରୁ ମୁଁ ସମସ୍ତଙ୍କୁ ଗୋଟେ କଥା କହି ରଖେ, ଟିକେ ଆପଣ ବଡ଼ିକି ଆପଣ ୱାର୍ମ ଅପ୍ କରିବେ। ଆପଣ ଯଦି ସକାଳେ କରିବେ ତାହେଲେ ସୂର୍ଯ୍ୟ ନମସ୍କାର ସାଙ୍ଗରେ ଆରମ୍ଭ କରିବେ, ଏବଂ ରାତିରେ ଯଦି ଆପଣ କରୁଛନ୍ତି ତାହେଲେ ଆପଣ ଚନ୍ଦ୍ର ନମସ୍କାର ସାଙ୍ଗରେ ଆପଣ ଆରମ୍ଭ କରିପାରିବେ। ଆପଣଙ୍କୁ ଭିଡ଼ିଓରେ ୟୁଟ୍ୟୁବରେ ବହୁତ ସାରା ଲିଙ୍କ ମିଳିଯିବ। ମୁଁ ବି ମଧ୍ୟ ଆପଣଙ୍କୁ ସୂର୍ଯ୍ୟ ନମସ୍କାର ଏବଂ ଚନ୍ଦ୍ର ନମସ୍କାର କରିକି ଆପଣଙ୍କୁ ପାଖକୁ ଭିଡ଼ିଓ ପଠାଇବି। କିନ୍ତୁ ଆପଣ ଦେଖିବା ପାଇଁ ଆପଣ ସେଟା ଫଲୋ କରିପାରନ୍ତି। ସକାଳେ ସୂର୍ଯ୍ୟ ନମସ୍କାର ଏବଂ ରାତିରେ ଚନ୍ଦ୍ର ନମସ୍କାର। ଯଦି ଆପଣ ତାହା ବି କରିବା ପାଇଁ ଚାହୁଁନାହାନ୍ତି, ଯଦି ସେଥିପାଇଁ ବହୁତ ବୟସ୍କ ଲୋକମାନେ ସାଧାରଣତଃ ସେଥିପାଇଁ ସାମର୍ଥ୍ୟ ନଥାନ୍ତି, ତାହେଲେ ଆପଣ ୱକ୍ କରିପାରିବେ ହେଲା। ୱକ୍ କରିପାରିବେ ୟା ଫିର୍ ସୂକ୍ଷ୍ମ ବ୍ୟାୟାମ କରିକି ଆପଣ ପ୍ରାଣାୟାମ ଆରମ୍ଭ କରିପାରିବେ। ଆପଣ ଏକ ସହଜ ମୁଦ୍ରା ନେବା, ସହଜ ଆସନରେ ବସିବା, ଯାହାଦ୍ୱାରା ଆମର ମେରୁଦଣ୍ଡ, ଆମର ବେକ ଏବଂ ମୁଣ୍ଡ ଏକ ସମାନ୍ତର ରେଖାରେ ରହିବ, ଏବଂ ଏକ ସହଜ ଆମେ ମୁଦ୍ରା ନେଇପାରିବା। ଆମେ ଜ୍ଞାନ ମୁଦ୍ରା ୟା ଚିନ୍ ମୁଦ୍ରା ନେଇପାରିବା, ୟା ଫିର୍ ଆମେ ସବୁଠୁ ଭଲ ହେଲା ଉତ୍ତର ବୁଦ୍ଧି ମୁଦ୍ରା ନେବା। ଆମର ନାଭି ସ୍ଥଳରେ ଉତ୍ତର ବୁଦ୍ଧି ମୁଦ୍ରା, ଏମିତି ହାତ ଯୋଡ଼ିବା, କେବଳ ଆମର ଏତିକି ରହିବ। ୟାକୁ ଆମେ ଉତ୍ତର ବୁଦ୍ଧି ମୁଦ୍ରା ୟା ଫିର୍ ଯୋନି ମୁଦ୍ରା କହିବା। ୟାକୁ ଆମେ ଆମର ନାଭି ସ୍ଥଳରେ ଏଇ ବୁଢ଼ା ଆଙ୍ଗୁଠିକୁ ସ୍ପର୍ଶ କରି ରଖିବା, ଯାହାଦ୍ୱାରା ଆମର ଯେଉଁ କୁଣ୍ଡଳିନୀ ଶକ୍ତି ମେରୁଦଣ୍ଡର ତଳ ଭାଗରେ ଯେଉଁ କେନ୍ଦ୍ରିତ ହେଇକି ଅଛି, ୟା ଫିର୍ ଏଠି ଯେଉଁ କେନ୍ଦ୍ରିତ ହେଇକି ଅଛି ଆମର ମେରୁଦଣ୍ଡର ତଳ ଭାଗରେ, ସେ ଧୀରେ ଧୀରେ ତାକୁ ସେଇ ଦୈବ୍ୟ ଶକ୍ତିକି ଉପରକୁ ଉଠାଇବାରେ ଇଏ ଯୋନି ମୁଦ୍ରା ୟା ଫିର୍ ଉତ୍ତର ବୁଦ୍ଧି ମୁଦ୍ରା ଆପଣଙ୍କୁ ସାହାଯ୍ୟ କରିବ। ତାହେଲେ ପ୍ରଥମେ କ'ଣ କରିବା? ଭଲ ଭାବରେ ଶାନ୍ତ ହେଇ ବସିବା, ଚିଦାକାଶରେ ନିଜର ମନକୁ କେନ୍ଦ୍ରିତ କରିବା। यानी आखि बंद कला परे जो अंधकार देखाऊँच से निजर मन को केन्द्रित करी श्वास नवा। धीरे धीरे श्वास बाटे नाकर पुड़ारे श्वास को अनुभव करवा एवं गलारे जाई पेट छाती को फुलेवा, छाती रे श्वास को अनुभव करवा, तापर धीरे धीरे पेट या नाभि मूल अनुभव करवा। किछि समय परे पुणी धीरे धीरे आमे श्वास को सेमती पेट तापर छाती तापर धीरे धीरे बेक एवं नाक पुड़ा दे आमे बाहर करदेवा। एमती 3-4 थर कला परे आमे कौन करवा ना श्वास नवा एकदम नाभीर तल अंश को श्वास नवा निजर मलद्वार
ଯେଉଁ ଅଛି ସେତେ ପର୍ଯ୍ୟନ୍ତ ଶ୍ୱାସ ନେବା ଏବଂ ମଳଦ୍ୱାରକୁ ସଂକୁଚିତ କରିକି ଉପର ଆଡ଼କୁ ଉଠାଇବା। ଯାହାଦ୍ୱାରା ହେବ କ'ଣ ନା ଆମର ଯେଉଁ କୁଣ୍ଡଳିନୀ ଶକ୍ତି ଆମର ମେରୁଦଣ୍ଡର ତଳ ଭାଗରେ କେନ୍ଦ୍ରିତ ହେଇଛି ସେ ଧୀରେ 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 ଉପରକୁ ଉଠିବ। ଏହା ସମସ୍ତଙ୍କ ପାଇଁ ଲାଭଦାୟୀ, ଏଥିରେ କିଛି ହାନି ନାହିଁ ହେଲା। ଆପଣ ଶୂନ୍ୟ ପ୍ରାଣାୟାମ କଲାବେଳେ ଆପଣ କରିପାରିବେ, ୟା ଫିର ଖାଲିରେ ମଧ୍ୟ ଯେତେବେଳେ ବସୁଛନ୍ତି ଆପଣ କରିପାରିବେ। ସ୍ତ୍ରୀ ଲୋକମାନଙ୍କୁ କହିପାରିବେ, ଏହାଦ୍ୱାରା ଯେଉଁମାନଙ୍କର ଗାଇନିକ୍ ଟ୍ରବୁଲ୍ ଥିବ ସେମାନେ ଲାଭଦାୟୀ ହେବେ। ପୁରୁଷ ଲୋକମାନଙ୍କୁ ବି କହିପାରିବେ, ସେମାନଙ୍କର ବି ଅନେକ ପ୍ରୋବ୍ଲେମ୍ ସଲ୍ଭ ହେଇପାରିବ। ଏମିତି ଧୀରେ ଧୀରେ 3-4 ଥର ଶ୍ୱାସ ପ୍ରଶ୍ୱାସ ନେଇ ସାରିଲା ପରେ ମୂଳବନ୍ଧ ଲଗେଇବା, ଶ୍ୱାସ ଭର୍ତ୍ତି କରିବା, ମୂଳବନ୍ଧ ନେବା, ଧୀରେ ସେ ଶ୍ୱାସକୁ ପୁଣି ଛାଡ଼ିବା। ଏମିତି କଣ୍ଟିନ୍ୟୁଅସଲି ଆମେ 15 ମିନିଟ୍ 20 ମିନିଟ୍ରୁ ଆରମ୍ଭ କରିବା ଆମର ଶୂନ୍ୟ ପ୍ରାଣାୟାମ। କିନ୍ତୁ କିଛି ପ୍ରାଣାୟାମ ଅଛି ଆପଣ ତାକୁ କିଛି ଲିମିଟ୍ ପର୍ଯ୍ୟନ୍ତ କରିପାରିବେ, ଯେମିତି ଭ୍ରାମରୀ ପ୍ରାଣାୟାମ ୟା ଫିର ଉଜ୍ଜୟୀ ପ୍ରାଣାୟାମ। ଆପଣ ବହୁତ କଲେ ଆପଣଙ୍କ ଗଳାର କ୍ଷତି ହେଇପାରେ, ଆପଣଙ୍କ ସାମର୍ଥ୍ୟ ହିସାବରେ କରିବେ। କିନ୍ତୁ ଶୂନ୍ୟ ପ୍ରାଣାୟାମ ଆପଣଙ୍କ ପାଇଁ ସେମିତି କିଛି ଟାଇମ୍ ଲିମିଟ୍ ନାହିଁ, ଆପଣ କରିପାରିବେ। 15 ମିନିଟ୍ ଅଧଘଣ୍ଟା ଆପଣ କରିପାରିବେ, ଧ୍ୟାନରେ ବସିପାରିବେ, ଆପଣଙ୍କର ପ୍ରାୟ କିଛି କ୍ଷତି ହେବ ନାହିଁ, ଏଥିରେ କୌଣସି ହାର୍ମ ହେବ ନାହିଁ ଆପଣଙ୍କର। କପାଳଭାତି ଆପଣ ବହୁତ ସମୟ କରିପାରିବେନି, ତା ଦ୍ୱାରା ବି ବହୁତ ଲୋକଙ୍କର ହାନି ହେଇଯାଏ। ଯେଉଁମାନେ ସେମିତି ସାମର୍ଥ୍ୟ ହେଇପାରିବେ ସେମିତି ସାମର୍ଥ୍ୟବାନ ଲୋକମାନେ କରିପାରିବେ। ତେଣୁ 15 ମିନିଟ୍ ପର୍ଯ୍ୟନ୍ତ ଆମେ ପ୍ରଥମେ ଆରମ୍ଭ କରିବା, ତାପରେ ଧୀରେ ଧୀରେ ଅଧଘଣ୍ଟା ପର୍ଯ୍ୟନ୍ତ ଆରମ୍ଭ କରିବା। ଏହାଦ୍ୱାରା କ'ଣ ହେବ ନା ଆମର ଶ୍ୱାସ ପ୍ରଶ୍ୱାସର ଯେଉଁ ଗତିଟା ଅଛି ଧୀରେ 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 ସେ ସଂଯମିତ ହେବ। ନାକ ଯାହାର ବନ୍ଦ ହେଉଥିବ ସେ ଖୋଲିଯିବ। ଏବଂ ସବୁ ପ୍ରାଣାୟାମ କରିବା ପୂର୍ବରୁ ଶୂନ୍ୟ ପ୍ରାଣାୟାମ ଗୋଟେ ଏମିତି ପ୍ରାଣାୟାମ ଯେ ସବୁ ପ୍ରାଣାୟାମ ପାଇଁ ଇଏ ୱାର୍ମ ଅପ୍ କରେ। ଆପଣଙ୍କର ସବୁ ପ୍ରାଣାୟାମ ପାଇଁ ଆପଣଙ୍କ ଶ୍ୱାସ ପ୍ରଶ୍ୱାସକୁ ୱାର୍ମ ଅପ୍ କରିବା, ନିୟନ୍ତ୍ରିତ କରିବା, ମାନେ ଆପଣଙ୍କୁ ଟ୍ରେନ୍ କରିବା ପାଇଁ। ତେଣୁ ଶୂନ୍ୟ ପ୍ରାଣାୟାମ ଆପଣ ପ୍ରଥମେ ଆରମ୍ଭ କରିବେ, ଆପଣଙ୍କ ଘରେ ଛୁଆମାନଙ୍କୁ ଶିଖେଇବେ, ବୟସ୍କ ଲୋକମାନଙ୍କୁ ଶିଖେଇବେ, ଆପଣ ନିଜେ କରିବା ପାଇଁ କେବେ ଭୁଲିବେ ନାହିଁ। 15 ମିନିଟ୍ ଅଧଘଣ୍ଟା, ତାପରେ ଆପଣ ଘଣ୍ଟେ ପର୍ଯ୍ୟନ୍ତ ବି ଆପଣ କରିପାରିବେ। ତ ଆଜି କେବଳ ମୁଁ ଆପଣଙ୍କୁ ଶୂନ୍ୟ ପ୍ରାଣାୟାମ ବିଷୟରେ କହିବି, ଆଉ କେଉଁ ଦିନ ମୁଁ ଆପଣଙ୍କୁ ନିଶ୍ଚିତ ଅନ୍ୟ ପ୍ରାଣାୟାମ ବିଷୟରେ ଧୀରେ ଧୀରେ କହିବି ଏବଂ ତାର ଉପକାରିତା ବିଷୟରେ ମୁଁ ଆପଣଙ୍କୁ ବି ଜଣାଇଦେବି। ଧନ୍ୟବାଦ।